ମା ଯେଉଁ ନାମରେ ଥାଏ କୋଟି କୋଟି ପୁଣ୍ୟ। ଆଜି ସେହି ମା ପେଟ ପାଇଁ ମୁଠେ ଆହାର ସଂଗ୍ରହ କରିବା ପାଇଁ ବଜାର ମନ୍ଦିର ଗାଁ ଗାଁ ବୁଲି ଭିକ ମାଗୁଛି। ଯେତେବେଳେ ଚାଲି ପାରୁନି ସେତେବେଳେ ବୃଦ୍ଧାଶ୍ରମକୁ ଚାଲି ଯାଉଛି। ବାକି ଜୀବନ ଭାବି ଭାବି ସଂସାରକୁ ତୁଚ୍ଛ ଭାବି ଜୀବନ ହାରିବା ପାଇଁ। ମାର ଛୋଟ ପେଟରେ 10 ମାସ ସନ୍ତାନ ପାଇଁ ଜାଗା ହେଉଥିଲା, କିନ୍ତୁ ସନ୍ତାନର ବିଶାଳକାୟ କୋଠାରେ ମା ପାଇଁ ଜାଗା ହୁଏନି। କି ଭୁଲ କରିଥିଲା ସିଏ? ପୁଅକୁ ଜନ୍ମ ଦେବା ଭୁଲ ନା ପୁଅକୁ ଗେଲ ଆଦର କରିବା ଭୁଲ? ଯୋଉ ମା 5 ବର୍ଷ କାଳ ପୁଅ ପାଇଁ ନିଜର ସବୁ ଇଚ୍ଛାକୁ ତ୍ୟାଗ କରିପାରୁଛି, ଆଜି ସେଇ ମା ବୃଦ୍ଧାଶ୍ରମରେ ପଡୁଛି। ଜନ୍ମରୁ 5 ବର୍ଷ କାଳ କୋଳରେ କୋଳେଇ କୋଳେଇ ଜହ୍ନମାମୁଁ ଗପ କହି ପିତ୍ତଳ ଗିନାରେ ଖାଇବାକୁ ଦେଉଥିଲା। ଆଜି ତାକୁ ମାଟି ଗିନା କି ମାଟି ସରାରେ ବି ଖାଇବାକୁ ମିଳୁନି। ସେହି ରାଗରେ ବୋଧେ ପୁଅ ମାକୁ ବୃଦ୍ଧାଶ୍ରମରେ ଛାଡୁଛି। କି ଭୁଲ କରିଥିଲା ସିଏ? ତମେ ମାନେ ଯେତେବେଳେ ଛୋଟ ଥିଲ, ମା ଜଙ୍ଘରେ ଝାଡା ଫେରୁଥିଲ, ମାକୁ କେବେ ଘୃଣା ଲାଗୁନଥିଲା। କିନ୍ତୁ ମା ଯଦି ଆଜି ସେଜରେ କି ଘରେ ଝାଡା କି ପରିସ୍ରା କରୁଛି, ତମ ମାନଙ୍କୁ କାହିଁକି ଘୃଣା ଲାଗୁଛି? ଥରେ ଯଦି ଭାଇ ପଛ କଥା ମନେ ପକେଇବ ନା, ସବୁ କିଛି ଠିକ ହେଇଯିବ। ଥରେ ତ ଭାବନ୍ତୁ, ମା ବିନା ଏ ପୃଥିବୀ ଅନ୍ଧାର। ଯଦି ଏ ଭିଡିଓଟି ଭଲ ଲାଗେ ନିଶ୍ଚିତ କମେଣ୍ଟ ମାଧ୍ୟମରେ ମା ବୋଲି ଲେଖିବେ, କାରଣ ମା ହିଁ ଆମର ସବୁ କିଛି। Download ShareChat.